Hello everyone, welcome back to our YouTube channel. So ମୁଁ ଆପଣମାନଙ୍କ ପାଇଁ ଅଲରେଡି ଗୋଟେ ମ୍ୟାଥର ହୋଲ୍ ଷ୍ଟ୍ରାଟେଜି ଭିଡ଼ିଓ ଦେଇ ସାରିଛି। ଆପଣମାନେ ଯାଇକି ଚ୍ୟାନେଲରେ ଦେଖିପାରିବେ ସେ ଭିଡ଼ିଓଟାକୁ। ମୁଁ ବହୁତ ଭଲସେ ଆପଣମାନଙ୍କ ପାଇଁ ଆଣିଥିଲି ଆଣ୍ଡ ଆପଣମାନେ ବହୁତ ସାରା କମେଣ୍ଟ ସେକ୍ସନରେ ଜଣେଇଥିଲେ ଆଣ୍ଡ ଅଲସୋ ମୋତେ DM ବି କରିଥିଲେ କି ଆମେ ଲାଷ୍ଟ ମୋମେଣ୍ଟ ରିଭିଜନ କରିବାକୁ ଚାହୁଁଛୁ, ସ୍ପେଶାଲି RI ଏକ୍ଜାମ ଯୋଉ ଏଗେନ୍ ଅକ୍ଟୋବର 8ରୁ ଷ୍ଟାର୍ଟ ହେବାକୁ ଯାଉଛି। ତ ସେଥିପାଇଁ ଲାଷ୍ଟ ମୋମେଣ୍ଟରେ କ'ଣ କେମିତି ଷ୍ଟ୍ରାଟେଜି ରହିବ, ବିକଜ ଆଉ ମାତ୍ର 1 ମନ୍ଥ ହିଁ ଅଛି। ଯେହେତୁ ଏଏସଓର ନୋଟିଫିକେସନ ଏଯାଏଁ ଆସିନି, ବର୍ତ୍ତମାନ RIର ଫାଇନାଲ ଟଚ୍ ରିଭିଜନ କେମିତି କରିପାରିବେ ସେ ରିଲେଟେଡ ଗୋଟେ ଭିଡ଼ିଓ ଏଇଟା ରହୁଛି ଆପଣମାନଙ୍କ ପାଇଁ। ପୁରା କମ୍ପ୍ଲିଟ ଏଣ୍ଡ ଯାଏଁ ଦେଖିବେ, ବହୁତ ବହୁତ ଭଲ ଜିନିଷ ହିଁ କୁହାହେଇଛି ଏ ଭିଡ଼ିଓରେ। ତ ଆଇ ଥିଙ୍କ ଆମେ ଡାଇରେକ୍ଟଲି ଯିବା, ଡିସ୍କସନ କରିବା କେମିତି କ'ଣ ଆମେ ପ୍ରିପେୟାର କରିବା। 30 ଡେଜ୍ ଗୋଟେ ଆମ ହାତରେ ଅଛି, ମାନିକି ଚାଲିବା। ତ ସେଥିପାଇଁ ଦେଖନ୍ତୁ, ଫାର୍ଷ୍ଟ ଜିନିଷ ହେଲା ଏଇଠି ଆମର RIର ଭ୍ୟାକେନ୍ସି କେତେ କ'ଣ ଥିଲା, ସେଇଟା ଆପଣ ଅଲରେଡି ତ ଜାଣିଛନ୍ତି। 2895 ଟୋଟାଲ। ୟା ଭିତରୁ ଆପଣଙ୍କର ସବୁ ମିଶିକି 2895 ଥିଲା, RIର ଥିଲା 559। ଯେହେତୁ ଏବେ ପ୍ରିଲିମିନାରୀ ଅଛି, ଆମକୁ ଖାଲି କ୍ୱାଲିଫାଇ କରିବାର ଅଛି ପ୍ରିଲିମଟା। ସେଥିପାଇଁ ବର୍ତ୍ତମାନ ଆମେ ଦେଖିବା ଯେ କେମିତି କ'ଣ ଲାଷ୍ଟ ମୋମେଣ୍ଟରେ ଟସ୍ ଆମେ ଦେଇପାରିବା। ବିକଜ ଏବେ ଯୋଉଟା ଆମର ଅଛି, ଦେଖନ୍ତୁ ଏଇଟା ହେଲା ଆମର ଟୋଟାଲ ପ୍ରିଲିମିନାରୀ ଏକ୍ଜାମ ପାଇଁ ଟୋଟାଲ ସିଲାବସ୍। ମୁଁ ଆପଣଙ୍କୁ ବଢ଼ିଆ ସେ ହିଁ ବନେଇକି ରଖିଛି। ଆମର ଟୋଟାଲ ହେଲା ଗୋଟେ 1 2 3 4 and 5, ଯେହେତୁ 5ଟା ଟପିକରୁ ସବଜେକ୍ଟରୁ ଆମର ଆସିବ, ସବୁର ଇଚ୍ର ହେଲା ଆମର 20 ମାର୍କ ଅଛି। ତ ଯେହେତୁ ଆମର 20 ମାର୍କ ଲେଖା ଅଛି, ମାର୍କ କ୍ୱେଶ୍ଚିନ୍ ବି 20ଟା ଲେଖା, ଟାଇମ୍ କିନ୍ତୁ ଅଛି ଏଇଠି ଆପଣ 90 ମିନିଟ୍ ଦେଖନ୍ତୁ। ସୋ ମାନେ ଆପଣ କାଲକୁଲେଟ୍ ଯଦି କରିବେ 18 ମିନିଟ୍ ପର୍ 20 କ୍ୱେଶ୍ଚିନ୍, 20 କ୍ୱେଶ୍ଚିନ୍ ପାଇଁ 18 ମିନିଟ୍ ରହିଲା। ଏଣ୍ଡ ସବୁର ଆପଣଙ୍କର ସବୁ ଚାପ୍ଟରରୁ ସବୁ ସବଜେକ୍ଟରୁ ପୁରା 20 ମାର୍କ ଲେଖା ଆସିବ। ଆମକୁ ମେନଲି ଫୋକସ୍ କରିବାର ଅଛି ଟାଇମ୍ ମ୍ୟାନେଜମେଣ୍ଟ ପାଇଁ ମ୍ୟାଥମେଟିକ୍ସ ଆଣ୍ଡ ଲଜିକାଲ ରିଜନିଂ। ବାକି ଗୁଡ଼ା ଟାଇମ୍ ଆଡଜଷ୍ଟ ହେଇଯିବ। ତ ଆମେ ଯଦି ପର୍ ଡେ ରିଭିଜନକୁ ଦେଖିବା, ପର୍ ଡେ ଆମେ ଯଦି ମାନି ନିଅନ୍ତୁ 9 ଆୱାର୍ସ, ଓକେ, 9 ଆୱାର୍ସ ପ୍ରିପାରେସନ୍ କରିବା, ଦେନ୍ କେବଳ ଓଡ଼ିଆଟାକୁ ଛାଡ଼ି ଦେଇକି ଓଡ଼ିଆ ମାନି ନିଅନ୍ତୁ 1 ଆୱାର, ଆଉ ବାକି ଯୋଉ ରହିଲା ଗୋଟେ 2ଟା 3ଟା ଏଣ୍ଡ 4ଟାକୁ ଆମେ 2 ଆୱାର୍ସ ଦେଇପାରିବା। ତାହେଲେ 2 ଆୱାର୍ସ ଇଣ୍ଟୁ 4 ଇକ୍ୱାଲ୍ ଟୁ 8, ଆଉ ଓଡ଼ିଆଟା ହେଲା ଆମର 1 ଆୱାର୍ସ ଇକ୍ୱାଲ୍ ଟୁ ଟୋଟାଲ ହେଲା 9 ଆୱାର୍ସ। ତ ପର୍ ଡେ ଆମେ ଏଇ ହିସାବରେ ପ୍ରିପେୟାର କରିବା। କିନ୍ତୁ ମେନ୍ ଜିନିଷ ହେଉଛି କ'ଣ, ଆମେ ବର୍ତ୍ତମାନ କିଛି ନୂଆ ଜିନିଷ ପଢ଼ିବାକୁ ଟ୍ରାଏ କରିବା, ତାହେଲେ ଆମର ମିଷ୍ଟେକ୍ ହେଇଯିବ। ଆମେ ଯେତିକି ବି କମ୍ପ୍ଲିଟ୍ କରିଛନ୍ତି ନା, ପାଠ ପଢ଼ି ସାରିଛନ୍ତି ଅଲରେଡ଼ି, ସେଇଟାକୁ ଆମର ରିଭାଇଜ କରିବାର ଅଛି। ଦିସ୍ ଇଜ୍ ଦ ଟାଇମ୍ ଫର୍ ରିଭିଜନ। ଓକେ, ରିଭିଜନ ହିଁ ଆମକୁ ବର୍ତ୍ତମାନ କରିବାର ଅଛି। ତ ମୁଁ ସେଇ ହିସାବରେ ଆପଣମାନଙ୍କ ପାଇଁ ଟୋଟାଲ ଯାହାବି ଆମର RI ARI ୟାର ଟୋଟାଲ ସିଲାବସ୍ ଅଛି ଆପଣ ସାମ୍ନାକୁ ନେଇ ଆସିଛି। ଆପଣ କାମ ହେଲା ଯୋଉଗୁଡ଼ାକ ପଢ଼ିଛନ୍ତି, ନୋଟ୍ସ ବନେଇଛନ୍ତି, କିଛି ବି କରିଛନ୍ତି, ତା ଉପରେ ଆପଣ ବର୍ତ୍ତମାନ ପଢ଼ିକି ଟୋଟାଲ ରିଭିଜନ ଯୋଉଗୁଡ଼ା କଲେ ତାକୁ ଟିକ୍ କରିବାର ଅଛି। ଠିକ୍ ଅଛି, ତ ବର୍ତ୍ତମାନ ଡିଟେଲ୍ଡ ସିଲାବସ୍ ଉପରକୁ ଆମେ ଯିବା। ଆମର ଯେହେତୁ ମେନ୍ ହେଲା ରିଭିଜନ କରିବାର ଅଛି, ଆପଣ ଯେତିକି ବି ଅଲରେଡ଼ି ପାଠ ପଢ଼ି ସାରିଛନ୍ତି ତାକୁ ଖାଲି ରିଭାଇଜ କରିବେ। ଏଣ୍ଡ ହିୟର ମୁଁ ଅଲରେଡ଼ି ଏଇଠି ଆପଣମାନଙ୍କ ପାଇଁ ବେଶୀ କିଛି ନାହିଁ, ଖାଲି ସିଲାବସଟାକୁ ହିଁ ମେନସନ୍ କରିଛି। ଯେମିତିକି ଆମର ଇଂଲିଶ ଯଦି ଦେଖିବା, ଇଂଲିଶରେ 20 ମାର୍କ ଆସୁଛି। ତ ଏଇଠି ହେଲା ଆମର ପାର୍ଟ ଅଫ ସ୍ପିଚ୍, ଟାଇପ୍ସ ଅଫ ସେଣ୍ଟେନ୍ସେସ୍, ଫ୍ରେଜେସ୍, କ୍ଲଜେସ୍, ନାଉନ୍, ପ୍ରୋନାଉନ୍, ଭର୍ବସ୍, ମଡେଲ୍ସ, ସବଜେକ୍ଟ ଭର୍ବ, ଏଗ୍ରିମେଣ୍ଟ, adverb, adjective, degree of comparison, preposition, phrasal verb, conjunction, article, tenses। ମେନ୍ ଜିନିଷ ଆର୍ଟିକଲ ଆଉ ଟେନ୍ସେସ୍, ଏଇ ଦୁଇଟା ଇମ୍ପୋର୍ଟାଣ୍ଟ ରୁହେ ସବୁ ଏକ୍ଜାମରେ। ଟାଇପ୍ସ ଅଫ ସେଣ୍ଟେନ୍ସେସ୍ ଏଇଟା ତ ରହିବ ଯାହା ବି ହେଲେ। ସ୍ପେଶାଲି ଆର୍ଟିକଲରୁ ଆସିଯାଏ କ୍ୱେଶ୍ଚିନ୍, ଆକ୍ଟିଭ ପାସିଭ ଭଏସରୁ ଆସିଯାଏ, ସିନୋନିମ୍ ଏଣ୍ଟୋନିମ୍ ଆଣ୍ଡ ୱାନ୍ ୱାର୍ଡ ସବଷ୍ଟିଚ୍ୟୁସନ୍। ଏଗୁଡ଼ା ଆପଣ ଯାହା ପଢ଼ିଛନ୍ତି ଅଲରେଡ଼ି, ମାନେ ମୋ କହିବା କଥା ହେଲା ସିନୋନିମ୍ ଏଣ୍ଟୋନିମ୍ ଆଣ୍ଡ ୱାନ୍ ୱାର୍ଡ ସବଷ୍ଟିଚ୍ୟୁସନ୍, ଏଇ ଦୁଇଟା ଯାହା ବି ଅଲରେଡ଼ି ପଢ଼ିଛନ୍ତି ତାକୁ ହିଁ ରିଭାଇଜ କରନ୍ତୁ। ଆଉ ବାକି ନୂଆ ୱାର୍ଡ ସବୁ ପଢ଼ିବାକୁ ଏବେ ଟ୍ରାଏ କରିବେ, ଆପଣ ଟାଇମ୍ ମ୍ୟାନେଜ କରିପାରିବେନି। ମୁଁ ଆଉ ଥରେ କହି ରଖୁଛି ଆପଣମାନଙ୍କୁ, ଆପଣ ଯାହା ବି ପଢ଼ିଛନ୍ତି ଅଲରେଡ଼ି ନୋଟ୍ସ ବନେଇକି ରଖିଛନ୍ତି, ତାକୁ ହିଁ ଏଗେନ୍ ରିଭାଇଜ କରନ୍ତୁ ପର୍ ଡେ।
पर सब्जेक्ट आपण 2 आवर्स दियंतु एक्सेप्ट ओडिया, बिकॉज़ ओडिया आपण अल्प टाइम रे ही मैनेज करि परिबे। तो सेही हिसाब रे आपण प्रिपरेशन करंतु, बिकॉज़ कंसिस्टेंसी और फोकस रे सहित पढंतु। एमति नाही कि बही खोल देले मन इच्छा अलगा अलगा जिंस भाबुथिबे ଆଉ ମାନେ ଭିଡିଓ ଦେଖୁଛନ୍ତି ତ ଲିମିଟେଡ ଟାଇପ ପାଇଁ ଦେଖନ୍ତୁ। ଯେତେବେଳେ ବୋରିଂ ଲାଗୁଛି ସେଇ ଟାଇମ ରେ ହିଁ ଭିଡିଓ ଦେଖନ୍ତୁ, ୟୁଟ୍ୟୁବ ଦେଖନ୍ତୁ, କିଛି ବି ଦେଖନ୍ତୁ, ଆପଣ ଗୋଟେ ରେଷ୍ଟ୍ରିକ୍ଟେଡ ଟାଇମ ହିଁ ରଖନ୍ତୁ। ଠିକ ଅଛି, ତ ଇଂଲିଶ ର ମୁଁ ଆପଣଙ୍କୁ ଡିଟେଲ୍ସ ଦେଇଦେଲି ଏଇଠି, ବାକି ଯାହା ବି ଅଛି ଆପଣ ଦେଖିପାରିବେ। ଦେନ୍ ଆମର ରହିଲା ଓଡିଆ। ଓଡିଆରେ ଟୋଟାଲ ଯୋଉ ଯେତିକି ବି ମୁଁ କମ ଇଏରେ କରିଛି ତା ଭିତରେ ହିଁ ବହୁତ ସାରା କ୍ୱେଶ୍ଚନ ଆପଣଙ୍କ ପଳେଇ ଆସିବ। ବର୍ଣ୍ଣମାଳା, ଶବ୍ଦ ବିଭାଗ, ଧ୍ୱନି, ଲିଙ୍ଗ, ପୁରୁଷ ବଚନ, ବିଶେଷ୍ୟ, ବିଶେଷଣ, ସର୍ବନାମ, କ୍ରିୟା, କାଳ, ବିଭକ୍ତି, କାରକ, ବାକ୍ୟ ରୂପାନ୍ତର, ବାକ୍ୟ ସମାସ, ସନ୍ଧି, ଅଶୁଦ୍ଧି ସଂଶୋଧନ। ତ ୟା ଭିତରେ ଆପଣ ଦେଖନ୍ତୁ ଯୋଉଟା କି ଆମର ସାରସ୍ୱତ ବୁକ୍ସ ଅଛି, ସେଇଟା ହିଁ ଆପଣ ପ୍ରାୟ ମାନେ ଲାଷ୍ଟ ମୋମେଣ୍ଟ ରିଭିଜନ ପାଇଁ ଦିସ୍ ଇଜ ଦ ବେଷ୍ଟ ବୁକ୍। ଠିକ ଅଛି, ଯାହା ମୁଁ ଏଗେନ କହୁଛି, ବାରମ୍ବାର ଏଥିପାଇଁ କହୁଛି, ରିଭିଜନ ଇଜ ଦ କି ଟୁ ସକ୍ସେସ। ରିଭିଜନ ଯଦି ଆପଣ ନ କରିବେ ଦେନ୍ ଆପଣ ସକ୍ସେସ ପାଇବେ ନାହିଁ। କାହିଁକି ନା ଯେତେ ବି ଆପଣ ପଢନ୍ତୁ, ଏଗେନ ଯଦି ନ୍ୟୁ କିଛି କରିବାକୁ ଚାହୁଁଛନ୍ତି ତାହେଲେ ଆପଣ ଏ ମୋମେଣ୍ଟରେ ଫେଲ ହେଇଯିବେ, ବିକଜ ଆପଣଙ୍କ ପାଖରେ ଆଉ ଟାଇମ ନାହିଁ, ମାତ୍ର 1 ମନ୍ଥ ଅଛି। ସେଇ ହିସାବରେ ଆପଣ ନିଜକୁ ପ୍ରିପେୟାର କରିବାର ଅଛି। ତ ବର୍ତ୍ତମାନ ଓଡିଆ ଗଲା। ଏବେ ଆମର ଦେଖିବା ଆମର ମ୍ୟାଥମେଟିକ୍ସ। ଓକେ, ତ ମ୍ୟାଥମେଟିକ୍ସ ଆମର ଯେମିତି କି ଏଠି ଆପଣ ଦେଖିବେ ନମ୍बर ସିରିଜ ରହିଲା, ଆଭରେଜ ରହିଲା, परसेंटेज, रेशियो, प्रोपोर्शन, टाइम एंड वर्क, टाइम, स्पीड, डिस्टेंस, प्रॉब्लम ऑन एज, ट्रेन, बोट स्ट्रीम, पाइप्स एंड सिस्टम, टाइम एंड वर्क, पाइप सिस्टम, सेम टाइप रो क्वेश्चन आसी जाए। नॉर्मली हाई लेवल बैंक रे जेमती आसे बहुत हाई लेवल क्वेश्चन, सेमती तो आसीबनी, एडी इजी ही आसीबो नॉर्मल। तो आपण आराम से माने मु तो कहबी बहुत सारा क्वेश्चन आपण प्रैक्टिस करंतु पर डे मैथमेटिक्स रे एटलीस्ट 30 क्वेश्चन, ସବୁ टाइप क्वेश्चन मिसे कि मिनिमम 30 टा क्वेश्चन प्रैक्टिस करंतु रैंडमली, स्पेशली मॉक दियंतु। ठीक अछि, पर वीक रे मिनिमम 2टा मॉक दियंतु, आउ मॉक देकी ताकू एनालिसिस ही करंतु। एनालिसिस जोड़ी मिस्टेक हैला ताकू गोटे नोट, स्पेशल डेडिकेटेड नोट, ମୁଁ ଅଲରେଡି ଆଗରୁ ଭିଡିଓ ବନେଇଛି ଡେଡିକେଟେଡ ନୋଟ କଣ ମୁଁ ସେ ବିଷୟରେ କହିଛି। ତ ଡେଡିକେଟେଡ ନୋଟ ରେ ଆପଣ ସେଗୁଡାକ ଲେଖିକି ରଖନ୍ତୁ, ଯୋଉ କ୍ୱେଶ୍ଚନ ମିଷ୍ଟେକ୍ ହଉଛି, ଅଟକୁଛନ୍ତି, ଯୋଉଠି ଟାଇମ ଆପଣଙ୍କର ଏକ୍ସଟ୍ରା ଯାଉଛି। ତ ସେଇ ହିସାବରେ ଆପଣ ନେକ୍ସଟ ଯେତେବେଳେ ବି ପ୍ରିପେୟାର କରିବେ ନା, ତ ସେ ଜିନିଷଟାକୁ ଆପଣ ଇଜିଲି ଦେଖିପାରିବେ ଯେ ହଁ ମୋର ଏଇଠି ଲାକୁନି ରହୁଛି ବା ମୁଁ ଏଇଠି ୱିକ୍ ଅଛି। ତ ସେଇଟାକୁ ଏଗେନ ଆଣ୍ଡ ଏଗେନ ପ୍ରାକ୍ଟିସ କରିବେ, ଆପଣ ପାଇଁ ସେଇଟା ଇଜି ହେଇଯିବ। एंड प्रॉफिट लॉस, सिंपल कंपाउंड इंटरेस्ट, पार्टनरशिप, मिक्सर एलिगेशन, एगुडा भी तो नॉर्मल आपण प्रैक्टिस करिवे। सब गुडा को ऑलरेडी आपण कोर्स माने कंप्लीट करिथिबे प्रिपरेशन। ଆଉ ଯଦି ପ୍ରିପାରେସନ ଟୋଟାଲ କରିନାହାନ୍ତି 1 ମନ୍ଥ ଭିତରେ ଦବାକୁ ଚାହୁଁଛନ୍ତି, ତାହେଲେ ବି ଆପଣ ଗୋଟେ କାମ କରନ୍ତୁ, ମକ୍ ହିଁ ଦିଅନ୍ତୁ। ଯେହେତୁ ଆଗରୁ ଆପଣଙ୍କର ପ୍ରିପାରେସନ କରିଥିବେ, ମେ ବି ଟଚ୍ ଛାଡି ଯାଇଥିବ, ତ ଏବେ ମୁଁ ସେଇଟା ସଜେଷ୍ଟ କରିବି, ମକ୍ ଦିଅନ୍ତୁ। पर डे गोटे लेखा मक दियंतु। जदि आपण टोटल लेबे रिसेंटली प्रिपरेशन करि नांती, देन मक देबे, एनालिसिस करिवे। मक एनालिसिस करिवे, सेथिरु जोगुडा भी डिफिकल्ट क्वेश्चन आपण फेस करूचंदी, सेगुडा का फॉर माने अधिका मोर देन वंस प्रैक्टिस करंदु। ठीक अछि, तो एटा हला मैथमेटिक्स रो, बाकी जहा रहिला आपण देखि परिबे। एबे आसीबो जीएस, जनरल स्टडीज, जोडा हमर कहउचंदी, जीके कहउचंदी। तो सेटा हला पॉलिटी रो, कॉन्स्टिट्यूशन, फंडामेंटल राइट्स, ड्यूटी, ए भितरे आसी जिवो पार्लियामेंट, एग्जीक्यूटिव, जुडिशियरी। पार्लियामेंट रे आपण टोटल आसी जिवो हमर सब किछि, प्रेसिडेंट पाखरु आरंभ करी पीएम, काउंसिल ऑफ मिनिस्टर, काउंसिल ऑफ मिनिस्टर्स रहिला, कैबिनेट रहिला, एवरीथिंग। एंड एग्जीक्यूटिव से भितरे ही रहिला जुडिशियरी, सुप्रीम कोर्ट, हाई कोर्ट, सबऑर्डिनेट कोर्ट। देन आपनकर आसी जिवो पंचायती राज, स्टैट्यूटरी बॉडी, अमेंडमेंट, कॉन्स्टिट्यूशन भितरे ही आपनकर इमरजेंसी, व्हाटएवर। ए भितरे मु टोटल आपनकर सब ए पॉलिटी रिलेटेड गोटे स्पेशल भी मु एसओ पई बनेइथली, मु सेटा भी से तार वीडियो भी नै आसीबे आपन मन पई। तो मो चैनल को जदि विजिट करि नांती जो माने भी,
ତ ଏଗେନ୍ ଆପଣ ସମସ୍ତଙ୍କୁ ରିକ୍ୱେଷ୍ଟ କରୁଛି ଚ୍ୟାନେଲକୁ କାଇଣ୍ଡଲି ଭିଜିଟ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଯଦି ଆପଣଙ୍କୁ ଭିଡ଼ିଓ ଭଲ ଲାଗୁଛି ଦେନ୍ ନିହାତି ଭାବରେ ସେୟାର କରନ୍ତୁ ଆଉ ଲାଇକ୍ ତ କରନ୍ତୁ। କମେଣ୍ଟରେ ଜଣାନ୍ତୁ କ'ଣ କ'ଣ ନିଡ୍ ଅଛି, ବିକଜ ଆପଣମାନଙ୍କୁ ଯାହା ରିକ୍ୱାରମେଣ୍ଟ ହବ ମୁଁ ସେଇ ହିସାବରେ ଭିଡ଼ିଓ ଆଣିବି। ଓକେ, ତ ବର୍ତ୍ତମାନ ଆମେ ଏଇ ଯୋଉ ସିଲାବସ୍ ଫୋକସ୍ ଉପରେ ରିଭିଜନ ଉପରେ ହିଁ ଫୋକସ୍ ରଖିବା। ଆଣ୍ଡ ପଲିଟିଟା ଆପଣ ଏମ୍ ଲକ୍ଷ୍ମୀକାନ୍ତରୁ ହିଁ କମ୍ପ୍ଲିଟ୍ କରିଥିବା ଆଇ ଏକ୍ସପେକ୍ଟ। ଯଦି ନ କରିଛନ୍ତି ବି ସିମ୍ପଲ୍ ଆପଣ MCQ ଯୋଉଗୁଡ଼ାକ ବି ଏବେ ଅଛି ପ୍ରାକ୍ଟିସ୍ କରିପାରିବେ। ଯଦି ବି ଭିଡ଼ିଓ ଦେଖୁଛନ୍ତି ୟୁଟ୍ୟୁବରୁ ଦେନ୍ ଆପଣଙ୍କୁ 1.5 ସ୍ପିଡରେ ଦେଖନ୍ତୁ, ଠିକ୍ ଅଛି। ହିଷ୍ଟ୍ରିରେ ଆନ୍ସିଏଣ୍ଟ ଟୁ ମଡର୍ନ, ଆନ୍ସିଏଣ୍ଟ ବହୁତ ଭାଷ୍ଟ, ମେଡିଭାଲ ବି ବହୁତ ଭାଷ୍ଟ। ତ ଆପଣ ଯଦି ଅଲରେଡି ପଢିଛନ୍ତି ଦେନ୍ ଜଷ୍ଟ ନଜର ପକାନ୍ତୁ, ରିଭିଜନ କରନ୍ତୁ। ଅଦରୱାଇଜ ମଡର୍ନ ବି ସେମିତି ହିଁ ରିଭିଜନ କରନ୍ତୁ। ବେଶୀ ଫୋକସ୍ ମଡର୍ନକୁ, ମୋ ପର୍ସନାଲ ଭ୍ୟୁ ଏଇଟା, ମଡର୍ନକୁ ଦେଲେ ମେ ବି ଅଧିକା ଆପଣ ସ୍କୋର କରିପାରିବେ, ମଡର୍ନରୁ ବେଶୀ ମାର୍କ ଆସେ। ସୋସିଓ ରିଲିଜିୟସ୍ ମୁଭମେଣ୍ଟ ଏଇଟା ଯୋଉଟା ଆମର ରହିଲା, ଫ୍ରିଡମ ମୁଭମେଣ୍ଟ, ଇମ୍ପୋର୍ଟାଣ୍ଟ ଲିଡର୍ସ ଲାଇକ୍ ମହାତ୍ମା ଗାନ୍ଧୀ, ଆମର ସୁଭାଷ ଚନ୍ଦ୍ର ବୋଷ, ଏସବୁ ରିଲେଟେଡ୍ ଆସିବ ଆପଣଙ୍କର କ୍ୱେଶ୍ଚନ୍। ରିଭିଜନ ଯାହା ବି ପଢିଛନ୍ତି ତାକୁ ଖାଲି ରିଭାଇଜ କରିବାର ଅଛି ଏବେ। ଜିଓଗ୍ରାଫିରେ ଆପଣ ଇଣ୍ଡିଆନ୍ ଆଣ୍ଡ ଓଡ଼ିଶା କ୍ଲାଇମେଟ୍ ଡ୍ରେନେଜ ସିଷ୍ଟମ ଯୋଉଗୁଡ଼ା ରିଭର୍ସ ଫିଭର୍ସ ରହିଲା, ରିସୋର୍ସେସ୍ ଲାଇକ୍ ଆପଣ ମାଇନ୍ସ କୋଉଠି ରହିଲା, ଓଡ଼ିଶାରେ କ'ଣ କ'ଣ ଅଛି, ୱାଇଲ୍ଡ ଲାଇଫ୍, ଏନଭାୟରମେଣ୍ଟର ବହୁତ ସାରା କ୍ୱେଶ୍ଚନ୍ ପ୍ରାୟ ଏବେ ରିସେଣ୍ଟଲି ଟ୍ରେଣ୍ଡିଂରେ ଆସୁଛି, ତ ସେଇଟାକୁ ଆପଣ ଫୋକସ୍ କରିପାରିବେ। ଦେନ୍ ଆପଣଙ୍କର ରହିଲା ସାଇନ୍ସ। ସାଇନ୍ସରେ ଯଦି ନ ପଢିଛନ୍ତି ଆଇ ୱିଲ୍ ସଜେଷ୍ଟ କି ସିମ୍ପଲି ଲୁସେଣ୍ଟର ଯୋଉ ବୁକ୍ସ ଅଛି ଦେଖିଦିଅନ୍ତୁ, ସାଇନ୍ସ ରିଭାଇଜ ଜଷ୍ଟ ନଜର ପକେଇ ଦିଅନ୍ତୁ। ଆଣ୍ଡ କରେଣ୍ଟ ଆଫେୟାର୍ସ ତ ଆପଣ ଯଦି ପ୍ରିପେୟାର ହେଇଛନ୍ତି ଓକେ, ଅଲ୍ ଆଣ୍ଡ ଗୁଡ୍। ଅଦରୱାଇଜ ଆପଣ ଲାଷ୍ଟ 4 to 5 months କି 6 monthର ଦେଖିଦିଅନ୍ତୁ। ଆଉ ଯୋଉମାନେ ପ୍ରିପେୟାର ହେଇଛନ୍ତି ଭଲସେ କରେଣ୍ଟ ଆଫେୟାର୍ସ ପାଇଁ ଦେନ୍ ରିଭାଇଜ କରନ୍ତୁ। ତ ଏଇଟା ଥିଲା ଆମର ଟୋଟାଲ ଉପରେ ଆମର ଆମେ କ'ଣ କ'ଣ ସାରିଦେଲେ, ଇଂଲିଶ ସାରିଲେ, ପ୍ଲସ୍ ମ୍ୟାଥ କମ୍ପ୍ଲିଟ୍ କଲେ, ପ୍ଲସ୍ GS ଗଲା, ଏଣ୍ଡ ଆଉ ରହିଲା ଆମର ଓଡ଼ିଆ ବି ଗଲା। ବାକି ରହିଗଲା ଯୋଉଟା ସେଇଟା ହେଲା ଆମର ଲଜିକାଲ ରିଜନିଂ। ଲଜିକାଲ ରିଜନିଂରେ ଆମର ସିରିଜ ରହିଲା ଯୋଉଟା କି ଆଲଫାବେଟ ନମ୍ବର, ଆଲଫା ନ୍ୟୁମେରିକ ସିରିଜ, ସେଇଟା ଦେଖିବେ। ଦେନ୍ ଆପଣଙ୍କର କ୍ଲାସିଫିକେସନ, ଆନାଲୋଜିଟା ମାନେ ମଜା ଲାଗେ ଆକ୍ଚୁଆଲି। ଧର ଟାଇପ ଅଫ କ୍ୱେଶ୍ଚନ କି ଆମର କାର, କାର ଏଠି ଥିବ 4, ତ ଯଦି ଆମେ ଦେଖିବା ବାଇକ୍ ତାହେଲେ ଏଠି ଆମେ କରିପାରିବା 2, ଯଦି ମାନେ ନମ୍ବର ଅଫ ହ୍ୱିଲ୍ସକୁ ଆମେ କନସିଡର କରିବା। ସେ ଟାଇପର ବହୁତ ସାରା, ମୁଁ ଏଇଟା ଜଷ୍ଟ ଏକ୍ସାମ୍ପଲ ହିଁ ଦଉଥିଲି। ବହୁତ ସାରା ଅଛି, ଆନାଲୋଜି ହଉ କି କୋଡିଂ ଡିକୋଡିଂ ହଉ, ଡିରେକ୍ସନ ଟେଷ୍ଟ, ଏଗୁଡାକ ତ ବହୁତ ଇଜି ଥାଏ। ରାଙ୍କିଙ୍ଗ, ବ୍ଲଡ ରିଲେସନ, ଏଥିରେ ବେସିକ ହିଁ ଦରକାର, ଫଣ୍ଡାମେଣ୍ଟାଲ। ବେସ୍ ଯେତେ ଷ୍ଟ୍ରଙ୍ଗ ଏ କ୍ୱେଶ୍ଚନ ସେତେ ଇଜି ହବ ଆଣ୍ଡ ଆକ୍ୟୁରେସି ବି ରହିବ ୱିଥ୍ ସ୍ପିଡ, ୱିଥ୍ ଆପଣଙ୍କର ସ୍ପିଡ। ତ ଯୋଉମାନେ ବର୍ତ୍ତମାନ ଯାଏଁ ଏଗୁଡାକ ସବୁ ପ୍ରାକ୍ଟିସ କରିଛନ୍ତି, ମୁଁ କହିବି ମୁଁ ଏ PDF ଟାକୁ ବି ଆପଣମାନଙ୍କୁ ଦେଇଦେବି। ମତେ ଆପଣ, ମୋର ଇନଷ୍ଟା ଆଇଡି ଅଛି @B__Othal, ଠିକ ଅଛି। ଆମର ୱେବ ଚ୍ୟାନେଲ ବି ଅଛି, ଟୁଇନ୍ ସିଟି ଷ୍ଟୋରି, twincity.story, ଇନଷ୍ଟାଗ୍ରାମରେ ବି ଆପଣ ଫଲୋ କରିପାରିବେ, ଠିକ ଅଛି। ତ ଦେଲେ ମୁଁ ଆପଣଙ୍କୁ ଏ PDF ବି ଦେଇପାରିବି ଆଣ୍ଡ ଅଲସୋ ମୁଁ ଏ ଭିଡ଼ିଓର ଡେସ୍କ୍ରିପସନରେ ବି ଏ ଯୋଉ ଆମର PDF ର ଲିଙ୍କଟାକୁ ବି ଦେଇଦେବି। ଆପଣ ଏ PDF ପ୍ରିଣ୍ଟ କରିବେ ଆଉ ଯୋଉଗୁଡାକ ଆପଣ କମ୍ପ୍ଲିଟ୍ କଲେ ସେଟାକୁ ଟିକ୍ କରିବେ। ତ ଲଜିକାଲ ରିଜନିଂରେ ଆମର ରହିଲା କୋଡିଂ ଡିକୋଡିଂ, ଡିରେକ୍ସନ, ରାଙ୍କିଙ୍ଗ, ବ୍ଲଡ ରିଲେସନ, ଏଗୁଡାକ ଗଲା। ଦେନ୍ ସିଲୋଜିମ୍, ସିଟିଂ ଆରେଞ୍ଜମେଣ୍ଟ, ଆର୍ଗୁମେଣ୍ଟ ଆଣ୍ଡ ଆଜେପ୍ସନ, କ୍ୟାଲେଣ୍ଡର, କ୍ଲକ୍, କ୍ୟୁବ, ମିରର ୱାଟର ଇମେଜ, ପଜଲ, ପ୍ୟାଟର୍ନ ପ୍ରୋସେସନ। ଆର୍ଗୁମେଣ୍ଟ ଆଣ୍ଡ ଆଜେପ୍ସନ ଏଟା ଟିକେ ଟ୍ରିକି ରୁହେ ଯଦି ଆପଣଙ୍କୁ ଫାଷ୍ଟ ମାନେ କ୍ୱେଶ୍ଚନକୁ ଦେଖୁଛନ୍ତି ଆଉ ହେଇଯାଉଛି ଦେନ୍ ଅଲ୍ ଆଣ୍ଡ ଗୁଡ୍। ଅଦରୱାଇଜ ନର୍ମାଲ ଆଉ ଅଲଗା କ୍ୱେଶ୍ଚନ ଉପରେ ଫୋକସ କରନ୍ତୁ। ଟାଇମ ବଳୁଛି ଦେନ୍ ଆପଣ ଏହା ଉପରେ ଫୋକସ କରିବେ କି ପଜଲ ଉପରେ ଫୋକସ କରିବେ, ଠିକ ଅଛି। ଦେନ୍ ଆମର ରହିଲା କମ୍ପ୍ୟୁଟର, ଏଇଟା ତ ଏବେ ନାହିଁ, ଆମର ମେନ୍ସ ପାଇଁ ଅଛି, ତ ସେଇଟା ଆମେ ପରେ ଦେଖିବା। ବର୍ତ୍ତମାନ ଯାହାବି ମୁଁ ଆପଣଙ୍କୁ ବୁଝେଇଲି ତାକୁ ଆଉ ଥରେ ଗୋଟେ ସମରାଇଜ କରିଦଉଛି। ଫାର୍ଷ୍ଟ ହେଲା ଆମେ ଯେତେବେଳେ ମକ୍ ଦେବା, ମକ୍ ଯେତେବେଳେ ଦଉଛନ୍ତି ଆମେ
ସେତେବେଳେ ଫାଷ୍ଟ ଗୋଟେ ଜିନିଷକୁ ନଜର କରିବାର ଅଛି ଯେ ଆମକୁ କୋଉ ସବଜେକ୍ଟ କୁ କେତେ ଟାଇମ ଦେବାର ଅଛି ପ୍ରାୟୋରିଟି। ମୁଁ ସଜେଷ୍ଟ କରିବି ଫାଷ୍ଟ ଆପଣ କମ୍ପ୍ଲିଟ୍ କରନ୍ତୁ ଜିଏସ୍, ଓଡ଼ିଆ, ଇଂଲିଶ ୱିଦାଉଟ୍ ଷ୍ଟପେଜ। ଆଉ ସବୁବେଳେ ମକ୍ ଯେତେବେଳେ ଆପଣ ଦେବେ ନା, ମକ୍ ଟା 3 ଲେୟାରରେ ହବାର ଅଛି। 3 ଲେୟାର୍ସ। ଫାଷ୍ଟ ଲେୟାର ଯୋଉଗୁଡାକ ନଜରରେ ପଡିଲା, କ୍ୱେଶ୍ଚନ କୌଣସି ବି ଆଟେମ୍ପ୍ଟ କରୁଛନ୍ତି ଇଜି ଲାଗିଲା, ଦେନ୍ ଡୁ ଇଟ୍। ଯୋଉଗୁଡାକ ହାର୍ଡ ଲାଗିଲା ସେ ଫାଷ୍ଟ ରାଉଣ୍ଡରେ ଟୋଟାଲ ଅଟକିବାର ନାହିଁ, ଆପଣ ସ୍କିପ୍ କରିବେ, ଠିକ ଅଛି। ସେକେଣ୍ଡ ସେକେଣ୍ଡ ରାଉଣ୍ଡରେ ହେଲା ଆପଣଙ୍କର ଯୋଉଗୁଡାକ ମାନେ ଆପଣ ସ୍କିପ୍ କରିଥିବେ ଟିକେ ଟାଇମ ଦେବେ 1.5 minutes per question or 2 minute maximum per question, ଆପଣ ଟାଇମ ନେଇକି, ବିକଜ ଫାଷ୍ଟ ରାଉଣ୍ଡରେ ଇଜି ଗୁଡାକ ଆପଣ ଲେସ୍ ଦେନ୍ ପ୍ରାୟ ଆପଣଙ୍କର 10 ରୁ 15 ସେକେଣ୍ଡ ଭିତରେ ଯୋଉଗୁଡାକ ହେଇଯାଇଥିବ କି ମ୍ୟାକ୍ସିମମ୍ 30 ସେକେଣ୍ଡ ଭିତରେ ହେଇଯାଇଥିବ, ତ ସେଗୁଡାକ ଛାଡି ଦେଇ ସେଗୁଡା କମ୍ପ୍ଲିଟ୍ କଲା ପରେ ବାକି ଯୋଉଗୁଡା ରହିଯାଇଥିବ ତାକୁ ଆପଣ 1.5 minute or 2 minute per maximum per question ଦେଇକି ଆପଣ କରିପାରିବେ। ଆଣ୍ଡ ଲାଷ୍ଟ ଷ୍ଟେପ୍ ଆଇଲା ଥାର୍ଡ, ଯୋଉଟା କି ଆପଣଙ୍କୁ ଟୋଟାଲି ସେ କ୍ୱେଶ୍ଚନ ବିଷୟରେ ଜଣା ନାହିଁ, ସେଠି ଆସିବ ଆପଣଙ୍କର କ୍ୱେଶ୍ଚନ ଟୋଟାଲି ଆପଣଙ୍କ ଜଣା ନାହିଁ, ତ ସେଠି ଆପଣଙ୍କର ଆସିବ ଗେସ୍ 50-50। ଯଦି ଅଛି ଦେନ୍ ଡୁ ଇଟ୍, ଆଟେମ୍ପ୍ଟ ଇଟ୍। ଆଉ ଯଦି ନାହିଁ, ଟୋଟାଲି ଆଇଡ଼ିଆ ନାହିଁ, ମୁଁ ସଜେଷ୍ଟ କରିବି କି ଆଟେମ୍ପ୍ଟ କରନ୍ତୁନି, କାହିଁକିନା ଏଠି ନେଗେଟିଭ ମାର୍କିଂ ବି ଅଛି। ତ ସେଇ ହିସାବରେ ଆମେ ଯଦି ଦେଖିବା ଟୋଟାଲ ଉପରେ ଆମର ଯାହା ବି ଥିଲା ଭ୍ୟାକେନ୍ସି ଏଇଟା ଥିଲା। ଆଣ୍ଡ ଆମର ଯାହା ବି ମ୍ୟାଥମେଟିକ୍ସ ହଉ କି ଜେନେରାଲ ଷ୍ଟଡିଜ, ଇଂଲିଶ ହେଲା, ଓଡ଼ିଆ ହେଲା, ଲଜିକାଲ ରିଜନିଂ, ଟୋଟାଲ ଉପରେ ଆପଣଙ୍କର 100 ମାର୍କସ ରହୁଛି, ବଟ୍ ଟାଇମ୍ ମିଳୁଛି 90 ମିନିଟ୍। ଏଇଠି ଆପଣଙ୍କୁ ଏଇଟା ହିଁ ଆପଣଙ୍କ ଟାଇମଟା ହିଁ ମ୍ୟାନେଜ କରିବାକୁ ପଡିବ, ଆଣ୍ଡ ଆଇ ଥିଙ୍କ ଇଜି ହବ। ଠିକ ଅଛି, ତ ଆଇ ହୋପ ବେଶୀ ଟାଇମ ୱେଷ୍ଟ କରିବାନି, ଏ ଭିଡିଓ ଆପଣ ଦେଖିଲେ ଏଟା ପିଡିଏଫ କୁ ପ୍ରିଣ୍ଟ କରିବେ, ଆଣ୍ଡ ଆପଣଙ୍କର ଲାଷ୍ଟ ମୋମେଣ୍ଟର ଯାହା ବି ରିଭିଜନ ଅଛି ପ୍ଲାନ୍ କୁ ବହୁତ ବଢିଆ ସେ କରନ୍ତୁ, ପୁରା ଫୁଲି ରେଡି ହେଇକି ଯାଆନ୍ତୁ। 30 ଦିନ ଅଛି ଟୋଟାଲ, ବହୁତ ହି ସଫିସିଏଣ୍ଟ ଟାଇମ, ଆଇ ୱିଲ୍ ସେ 30 ଦିନ ଯୋଉମାନେ ଭଲସେ ପ୍ରିପେୟାର କରିଛନ୍ତି ଆପଣ ଚାହିଁଲେ ଦିଥର ରିଭାଇଜ କରିପାରିବେ 30 ଦିନ ଭିତରେ। ଏଇ ମୋମେଣ୍ଟରେ ଆପଣଙ୍କୁ ରିଭିଜନ ଛଡା ଆଉ କିଛି କରିବାର ନାହିଁ, ନ୍ୟୁ କ୍ୱେଶ୍ଚନ ଟୋଟାଲ ଦେଖିବାର ନାହିଁ, ରିଭିଜନ ଇଜ ଦ ବେଷ୍ଟ ୱେ। ମକ୍ ରିଭିଜନ ଆଣ୍ଡ ମକ୍, ଆଉ ମକ୍ ଦେଇକି ବସିଗଲେ ହବନି କି ମୁଁ 100 ମାର୍କର କଲି, ମୋର 80 ପଳେଇ ଆସିଲା ତ ମୋର ହେଇଗଲା। ବାକି ଯୋଉ 20ଟା କ୍ୱେଶ୍ଚନ ନା, ସେ 20ଟା କ୍ୱେଶ୍ଚନ କୁ ଏନାଲିସିସ୍ କରିବାର ଅଛି ଯେ କାହିଁକି ଭୁଲ ହେଲା, ସ୍ପେଶାଲି ମ୍ୟାଥ ଆଣ୍ଡ ରିଜନିଂ। ମ୍ୟାଥ ଆଣ୍ଡ ରିଜନିଂ ର କ୍ୱେଶ୍ଚନ ଆପଣ ଏନାଲିସିସ୍ କରିବାର ଅଛି ଏଟଲିଷ୍ଟ 2 times। ଯୋଉ କ୍ୱେଶ୍ଚନ ଆପଣ ଅଟକିଲେ, ଧରନ୍ତୁ ପରସେଣ୍ଟେଜ ଗୋଟେ କ୍ୱେଶ୍ଚନ ପଡିଛି 50% ଅଫ 50, ତ ଏ କ୍ୱେଶ୍ଚନ ଆପଣ ଇଜି ଅଛି କରିଦେଲେ। ଯଦି ଆପଣଙ୍କର ଆସିଲା 99% ଅଫ 790, ତ ଏଇଠି ଆପଣ କନଫ୍ୟୁଜ ହେଇଯିବେ କେମିତି କଣ କରିବେ। ଯୋଉମାନେ କରିଛନ୍ତି ବହୁତ ହି ଇଜି ଆପଣଙ୍କୁ ଲାଗିବ, ବଟ୍ somehow ଯଦି ବି ମୁଁ ଏକ୍ସାମ୍ପଲ ଦେବା ପାଇଁ କହୁଛି ଟିକେ ଟାଇମ ଲାଗୁଛି, ଦେନ୍ ଏଇଠି ଆପଣଙ୍କୁ ପ୍ରାକ୍ଟିସ ଯଦି କରିଥିବେ ନା, ଆନାଲିସିସ୍ କରିଥିବେ ସଲ୍ୟୁସନ ଦେଖିକି ମକ୍ ରୁ, ଦେନ୍ ଆପଣ ଦେଖିବେ କଣ ନା ଏଇଠି 1% ଅଫ 790 ସେ କାଢିଥିବ, ତ ଏଇଟା ହେଲା 7.9, ଏଇଠି ମାଇନସ କରିଦବ 790 ରୁ ମାଇନସ 7.9, ତ ଏଇଟା କେତେ ହେଇଯିବ ଆପଣଙ୍କର 90 ରୁ 8 ଗଲା, ତ 782.1, ଏଇଟା ହେଲା ଆପଣଙ୍କର ଆନ୍ସର। ତ ଏଇ ହିସାବରେ ଆପଣ ପ୍ରିପେୟାର କରିବେ, ଆଇ ଏକ୍ସପେକ୍ଟ। ତ ବାକି ଯାହା ବି ଆପଣଙ୍କ ରିକ୍ୱାରମେଣ୍ଟ ଅଛି, କୋଉ ଟାଇପର ଭିଡିଓ ଦରକାର କି କ୍ୱେଶ୍ଚନ ପିଡିଏଫ ବି ମୁଁ କିଛି ବନେଇକି ଆପଣମାନଙ୍କୁ ଦେଇପାରିବି, ତ ସେ ରିଲେଟେଡ ଆପଣ ଆରାମସେ କମେଣ୍ଟ ସେକ୍ସନରେ ଜଣାନ୍ତୁ। ଆଉ କାଇଣ୍ଡଲି ମୁଁ ରିକ୍ୱେଷ୍ଟ କରିବି, ପ୍ଲିଜ ସେୟାର କରନ୍ତୁ ଏ ଭିଡିଓକୁ, ଲାଇକ୍ କରନ୍ତୁ ଆଣ୍ଡ କମେଣ୍ଟ କରିକି ଜଣାନ୍ତୁ ଆପଣଙ୍କର କଣ ନିଡ୍ ଅଛି। ଯାଇକି ମତେ DM ବି କରିପାରିବେ, ଫଲୋ ବି କରିପାରିବେ। ଓକେ, ସୋ ଥ୍ୟାଙ୍କ ୟୁ ଫର ୱାଚିଂ ଦିସ୍ ଭିଡିଓ।